ଆରବର ଜୀବନଠୁ ଅଧିକ ପ୍ରିୟ ଥିଲା ତା ସାଇକେଲ। ବାପା ତାକୁ ବହୁତ କଷ୍ଟରେ ସାଇକେଲ ଦେଇଥିଲେ। ଯୁଆଡେ ବି ଯାଏ ସେ ସାଇକେଲଟାକୁ ଧରିକି ବାହାରି ଯାଏ। ସ୍କୁଲ ଟ୍ୟୁସନ ତ ସବୁଦିନ ସାଇକେଲ ନେଇକି ଯାଏ। ଦିନେ ସେ ସ୍କୁଲରୁ ଫେରିଲା ସମୟରେ ସାଇକେଲ ଚେନଟି ତାର ଛିଡିଗଲା। ସେ ତଳେ ପଡିଗଲା, ଖଣ୍ଡିଆ ଖାବରା ବି ହେଲା। ଏକଥା ଶୁଣି ବାପା ଦୌଡି ଆସିଲେ, ତାକୁ ବୁଝାସୁଝା କରି ଘରକୁ ନେଇଗଲେ। ଆରବ ବହୁତ କାନ୍ଦୁଥିଲା, କାନ୍ଦିବାର ତାର ବନ୍ଦ ହିଁ ହେଉନଥିଲା। ବାପା ବି କାନ୍ଦୁଥିଲେ। ବାପା ଏଇଆ ଭାବିକି କାନ୍ଦୁଥିଲେ ଯେ ନୂଆ ଚେନ୍ ଲଗେଇବା ପାଇଁ ତାଙ୍କ ପାଖରେ ପଇସା ନଥିଲା। କିନ୍ତୁ କରିବେ କଣ, ପିଲାକୁ ତ ସ୍କୁଲ ଟ୍ୟୁସନ ଯିବାକୁ ପଡିବ। ସେ ଶେଷରେ ନିଜ ହାତରେ ପିନ୍ଧିଥିବା ପୁରୁଣା ଘଡିଟା ବିକ୍ରି କରିଦେଲେ, ଆଉ ସାଇକେଲର ନୂଆ ଚେନ୍ ନେଇ ଆସିଲେ। ଆରବ ସକାଳୁ ଉଠିଲା, ଦେଖିଲା ଘର ଆଗରେ ଠିଆ ହେଇଛି ସାଇକେଲ, ଆଉ ସାଇକେଲରେ ନୂଆ ଚେନ୍। ଆରବ ମୁହଁରେ ହସ ଫୁଟି ଉଠିଲା। କିନ୍ତୁ ସେ ଯେତେବେଳେ ବାପାଙ୍କୁ ଦେଖିଲା, ବାପା କାମକୁ ଯାଉଛନ୍ତି, କିନ୍ତୁ ବାପାଙ୍କ ହାତ ଖାଲି, ବାପାଙ୍କ ଘଣ୍ଟାଟା ନାହିଁ। ଆରବ ବୁଝିପାରିଲା, ଆଉ ଦୌଡି ଗଲା, ବାପାଙ୍କୁ କୁଣ୍ଢେଇ ପକେଇଲା, ଆଉ କହିଲା, ବାପା, ମୋର ସାଇକେଲ ଚେନ୍ ଦରକାର ନଥିଲା। ତମେ ବା ମୋ ହିରୋ, ତମେ କାହିଁକି ତମ ଘଣ୍ଟା ବିକିଲ?